2026 ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମାଟ୍ରିକ ପରୀକ୍ଷା ନେଇ ବୋର୍ଡର ବଡ଼ ଘୋଷଣା ଆସନ୍ତା ରବିବାର 26 ତାରିଖ ପ୍ରକାଶ ପାଇବ ଓଡ଼ିଶା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏନେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦିନ 10:30 ସମୟରେ ବୋର୍ଡ କାର୍ଯ୍ୟାଳୟରେ ଫଳ ପୁସ୍ତିକା ଲୋକାର୍ପଣ ହେବ। ଏହାପରେ 11:30 ଇଣ୍ଟରନେଟ୍ରେ ଉପଲବ୍ଧ ହେବ ପରୀକ୍ଷା ଫଳ। 11:30 ଆପଣମାନେ ଦେଖିପାରିବେ ଆପଣଙ୍କ ପରୀକ୍ଷା ଫଳ। ଅପରାହ୍ନ ପରୀକ୍ଷାର୍ଥୀ ନିଜର ଡିଜିଟାଲ ସାର୍ଟିଫିକେଟ୍ ଇଣ୍ଟରନେଟ୍ରୁ ଡାଉନଲୋଡ୍ କରିପାରିବେ। ପରୀକ୍ଷା ଫଳ ପାଇଁ www.odisha.ac.in କୁ ଲଗ୍ଇନ୍ କରାଯାଇପାରିବ। ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନେ SMS ଜରିଆରେ ମଧ୍ୟ ଫଳାଫଳ ଜାଣିପାରିବେ। ଏଥିଲାଗି ରୋଲ୍ ନମ୍ବର ସହ 56765750 କୁ SMS କରି ହେବ। ଆଉ ଥରେ କହୁଛି ଶୁଣି ରହନ୍ତୁ 56765750 ଆଉ ୱେବସାଇଟ୍ ହେଉଛି www.bschodisha.ac.in କୁ ଲଗ୍ଇନ୍ କରି ଯାଇପାରିବେ। ସୂଚନାଯୋଗ୍ୟ ମାଟ୍ରିକ ମାଧ୍ୟମ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଚଳିତ ବର୍ଷ ଫେବୃଆରୀ 20 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 4 ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକର 5,51,611 ଛାତ୍ରଛାତ୍ରୀ ମଧ୍ୟ ମାତ୍ର 3,037 ଜଣର ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ 7,800 ଜଣ ଫର୍ମ ପୂରଣ କରିଥିଲେ। ସମସ୍ତ ପରୀକ୍ଷା 3,037 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ବେଳେ ଖାତାର ମୂଲ୍ୟାୟନ ମାର୍ଚ୍ଚ 15 ତାରିଖ ଆରମ୍ଭ ହୋଇଥିଲା। ମାର୍ଚ୍ଚ 30 ପର୍ଯ୍ୟନ୍ତ ଚାଲିଥିଲା। ମୂଲ୍ୟାୟନ ପାଇଁ 15,000ରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିଲେ। ରବିବାର ଦିନ ଆପଣଙ୍କ ମେଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ।